ସମସ୍ତ ଡିଷ୍ଟ୍ରିକ୍ଟରେ ଯେଉଁମାନେ HRM ପ୍ରୋଫାଇଲ୍ କମ୍ପ୍ଲିଟେଡ୍ ହେଇନି ସେମାନଙ୍କର ଲିଷ୍ଟ ଆସିଛି। ସେ କମ୍ପ୍ଲିଟ୍ କରିବେ। ଯଦି କମ୍ପ୍ଲିଟ୍ ନ କରନ୍ତି ଡିସେମ୍ବର ମାସର ସାଲାରୀ ବନ୍ଦ ହେବ। ତାହେଲେ ଡିସେମ୍ବର ମାସର ସାଲାରୀ ବନ୍ଦ ହେବା ପୂର୍ବରୁ ଆପଣ କେମିତି କମ୍ପ୍ଲିଟ୍ କରିବେ ଦେଖନ୍ତୁ। ପ୍ରଥମେ କୌଣସି ସର୍ଚ୍ଚ ବ୍ରାଉଜରରେ HRM ଓଡ଼ିଶା ସର୍ଚ୍ଚ କରନ୍ତୁ। ସର୍ଚ୍ଚ କରିବା ପରେ ପ୍ରଥମେ ଯେଉଁ HRM ଓଡ଼ିଶା ଆସୁଛି ଏଠି କ୍ଲିକ୍ କରନ୍ତୁ। କ୍ଲିକ୍ କରିବା ପରେ ଦେଖନ୍ତୁ ଏଭଳି ପେଜ୍ଟି ଓପନ୍ ହେବ। ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍। ଏଠି ଆପଣ ନିଜର HRM ଆଇଡି ପାସୱାର୍ଡ଼ ଆଉ ଏଇ କ୍ୟାପ୍ଚାକୁ ଏଣ୍ଟର କରିକି ଲଗ୍ଇନ୍ କରିପାରିବେ। କିମ୍ବା ଆପଣଙ୍କର ଲଗ୍ଇନ୍ ୟୁଜିଂ OTPରେ କ୍ଲିକ୍ କରିବେ। କେବଳ ଆପଣଙ୍କର ମୋବାଇଲ ନମ୍ବର ଦେବେ। ମୋବାଇଲ ନମ୍ବର ଏଣ୍ଟ୍ରି କରିସାରିବା ପରେ ସେଣ୍ଡ OTPରେ କ୍ଲିକ୍ କରିବେ। ସେଣ୍ଡ OTPରେ କ୍ଲିକ୍ କଲେ ଆପଣଙ୍କ ମୋବାଇଲକୁ ଗୋଟେ OTP ଆସିବ। ସେ OTPଟାକୁ ଏଣ୍ଟର କରିକି ଲଗ୍ଇନ୍ କରିପାରିବେ। HRM ସାଇଟ୍ ଓପନ୍ ହେବା ପରେ ଲେଫ୍ଟ ପଟେ ଆପଣଙ୍କର ଡିଟେଲ୍ସ ନା ଆପଣଙ୍କ ସର୍ଭିସ୍ କେଉଁଠି କରିଛନ୍ତି, କେଉଁ ସର୍ଭିସ୍ କରିଛନ୍ତି ସବୁ ଡିଟେଲ୍ସ ରହିବ। ଫଟୋ ରହିବ ଯଦି ଫଟୋ ଅପଲୋଡ଼ କରିଥାନ୍ତି। ଏବଂ ରାଇଟ୍ ସାଇଡ଼୍ରେ ଦେଖନ୍ତୁ ଏଇଭଳି ଆପଣଙ୍କର ଶୋ କରୁଥିବ ସମସ୍ତ। ଏଇଭଳି ଶୋ କରୁଥିବ। ଏଇ ଯେଉଁ ଆରୋ ମାର୍କ ଅଛି ଏଥିରେ କ୍ଲିକ୍ କରିବେ। ଆରୋ ମାର୍କରେ କ୍ଲିକ୍ କରିବା ପରେ ଆପଣଙ୍କର ଏଠି ମାଇ ପ୍ରୋଫାଇଲଟି ଯେଉଁ ହାଇଡ୍ ହେଇକି ରହିଛି ବା ଏଇ ପେଜ୍ ତଳେ ରହିଛି ସେଇଟା ଆପଣଙ୍କୁ ଦେଖେଇବ। ଦେଖିବେ ଏଇ ଯେଉଁ ମାଇ ପ୍ରୋଫାଇଲ ଯେତେବେଳେ ଆପଣଙ୍କର ଶୋ କରିବ, ମାଇ ପ୍ରୋଫାଇଲରେ କ୍ଲିକ୍ କରିବେ। ମାଇ ପ୍ରୋଫାଇଲରେ କ୍ଲିକ୍ କରିବା ପରେ ପ୍ରଥମେ ମୁଁ ସବୁଗୁଡ଼ାକୁ ହାଇଡ୍ କରିଦେଇଛି। ଫାଷ୍ଟ ପେଜ୍ ଆପଣଙ୍କ ସର୍ଭିସ୍ ବୁକ୍ର ଫାଷ୍ଟ ପେଜ୍ ଆସିଯିବ। ପର୍ସନାଲ ଇନଫର୍ମେସନ୍ ଆପଣଙ୍କର ଯାହା ଆଗରୁ ଫିଲ୍ଅପ୍ ହେଇଛି ଆସିଯିବ। ଯଦି ଆପଣ ଏଡ଼ିଟ୍ କରିବାକୁ କିଛି ଚାହୁଁଛନ୍ତି ଏଡ଼ିଟ୍ କରିପାରିବେ। ଲାଙ୍ଗୁଏଜ୍ ଯାହା ଆପଣ ଜାଣିଛନ୍ତି ସବୁତକ ଶୋ କରୁଥିବ। ଇଂଲିଶ, ଓଡ଼ିଆ, ହିନ୍ଦୀ ଯାହା ଆପଣ ଦେଇଥିବେ। ଆଇଡେଣ୍ଟି ଆପଣ ଯାହା ଦେଇଛନ୍ତି ତା ମଧ୍ୟ ଶୋ କରୁଥିବ। ଯେଉଁଟା ଆପଣଙ୍କର ଏଡ଼ିଟ୍ କରିବାର ଅଛି ତାକୁ ଏଡ଼ିଟ୍ କରିକି ସେଭ୍ କରିବେ। ଆଡ୍ରେସ୍, ଫ୍ୟାମିଲି ସବୁ ଦେଖିଦେବେ। ଏଜୁକେସନ୍ ଏବଂ ପୋଷ୍ଟିଂଟା ଆପଣ ଏଡ଼ିଟ୍ କରିପାରିବେନି କି କିଛି କରେକ୍ସନ୍ କରିପାରିବେନି। ଏଇଟା କେବଳ DDO କରିପାରିବ। ଆପଣ ଯେଉଁଠି ଚାକିରି କରିଛନ୍ତି ଯଦି ସେଠି ଆପଣ ଯାଇକି ଚେଞ୍ଜ କରିପାରିବେ। ଏ ସବୁତକ ଫିଲ୍ଅପ୍ କରିସାରିବା ପରେ ଯଦି କେଉଁଠି ଆପଣଙ୍କର ଆଗରୁ ସବୁ ଫିଲ୍ଅପ୍ ହେଇଥିବ, ଯଦି କେଉଁଠି କରେକ୍ସନ୍ କରିବାକୁ ଚାହୁଁଛନ୍ତି ତାକୁ କରେକ୍ସନ୍ କରିଦେବେ। ଧରିନିଅନ୍ତୁ ଆପଣ ଯେତେବେଳେ ଟ୍ରାନ୍ସଫର୍ ଯଦି ଯେଉଁମାନେ ଟିଚର୍ ମାନେ ନେଇଛନ୍ତି ସେମାନଙ୍କର ଆଡ୍ରେସଟା ଯଦି ସେମାନେ ବଦଳାଇବାକୁ ଚାହୁଁଛନ୍ତି ପ୍ରେଜେଣ୍ଟ ଆଉ ଯାହା ବି ଆପଣଙ୍କର ଏଡ଼ିଟ୍ କରିବାର ଅଛି ଏଡ଼ିଟ୍ କରିବେ ଏବଂ ସେଭ୍ କରିବେ। ସେଭ୍ କରିସାରିବା ପରେ ଲାଷ୍ଟକୁ ଦେଖନ୍ତୁ ରହିଛି ପ୍ରୋଫାଇଲ୍ ଆକ୍ନଲେଜମେଣ୍ଟ। ମନେ ରଖନ୍ତୁ ଏସବୁ ଫିଲ୍ଅପ୍ କରିବେ। ପ୍ରଥମେ ଫିଲ୍ଅପ୍ ନ କରିକି ଯଦି ପ୍ରୋଫାଇଲ୍ ଆକ୍ନଲେଜମେଣ୍ଟକୁ ଆପଣ ଓପନ୍ କଲେ ଏବଂ ତାକୁ ସବମିଟ୍ କରିଦେଲେ ଆଉ ଆପଣ କିଛି ଏଡ଼ିଟ୍ କରିପାରିବେ ନାହିଁ। ଏ ପ୍ରୋଫାଇଲ୍ ଆକ୍ନଲେଜମେଣ୍ଟକୁ ଦେଖିବେ। ଏ ପ୍ରୋଫାଇଲ୍ ଆକ୍ନଲେଜମେଣ୍ଟରେ କ୍ଲିକ୍ କରିବେ। ପ୍ରୋଫାଇଲ୍ ଆକ୍ନଲେଜମେଣ୍ଟରେ କ୍ଲିକ୍ କଲେ ଏଇଭଳି ଆପଣଙ୍କର ସମସ୍ତ ଡିଟେଲ୍ସ ଆସିଯିବ। ଡିଟେଲ୍ସ ଆସିଗଲା ପରେ ଏଠି ଯେଉଁ ବକ୍ସଟି ରହିଛି ଏଠି କ୍ଲିକ୍ କରିବେ। ଏଇଟା ନୀଳ ରଙ୍ଗ ହେଇଯିବ। ତାପରେ ସବମିଟ୍ ବଟନ୍ ଆସିବ। ସବମିଟ୍ କରିସାରିଲା ପରେ ଦେଖନ୍ତୁ ଯେମିତି ପ୍ରୋଫାଇଲ୍ କମ୍ପ୍ଲିଟେଡ୍ ଅନ୍ 5th December 2024 ଏଇଭଳି ଯେତେବେଳେ ଦେଖେଇଦେବ ଜାଣିବେ ଯେ ଆପଣଙ୍କ ପ୍ରୋଫାଇଲ୍ କମ୍ପ୍ଲିଟେଡ୍ ହେଇଗଲା। କିଛି ଆଉ ଅସୁବିଧା ନାହିଁ। ନହେଲେ କେବଳ ଯଦି ଆପଣ ଫିଲ୍ଅପ୍ କରିଥିବେ ପ୍ରୋଫାଇଲ୍ ଆକ୍ନଲେଜମେଣ୍ଟକୁ ଯାଇକି ସବମିଟ୍ କରିନଥିବେ ତେବେ ଆପଣଙ୍କ ପ୍ରୋଫାଇଲ୍ ଅପଲୋଡ଼ ହେବ ନାହିଁ ବା କମ୍ପ୍ଲିଟେଡ୍ ହେବ ନାହିଁ।